ଭଗବାନ ଲାଲ ବାବୁ, ଆପଣଙ୍କ ଘରେ ଭୀଷଣ ତନ୍ତ୍ରକ୍ରିୟା ହୋଇଛି ତଥା କିଛି ଭୟଙ୍କର ତାନ୍ତ୍ରିକ ଯେଉଁମାନେ ମରିଯାଇଛନ୍ତି ସେମାନଙ୍କର ଆତ୍ମା ମଧ୍ୟ ଆପଣଙ୍କ ଘରେ ଅଛନ୍ତି। ଯାହା ବି ଆପଣ ନୂଆ କାମ କରିବା ପାଇଁ ଯାଉଛନ୍ତି ପ୍ରତ୍ୟେକଟି କାମରେ ସେହି ତାନ୍ତ୍ରିକ ମାନଙ୍କର ଆତ୍ମା ବାଧା ସୃଷ୍ଟି କରୁଛନ୍ତି। ସେମାନଙ୍କୁ ଘରେ ରଖାଯାଇଛି, ବହୁତ ଖରାପ ବିଚାର ଆସୁଛି ତଥା ଆର୍ଥିକ ସମସ୍ୟା ଅଛି, ଧନ ଆସୁଛି କିନ୍ତୁ ଧନ ରହୁନାହିଁ। ପଥରର କାମରେ ଲାଭ ଥିଲା କିନ୍ତୁ ଲାଭ ଉଠାଇ ପାରିଲେ ନାହିଁ। ଆପଣଙ୍କ ଘରେ ଅଶାନ୍ତି ଅଛି ତଥା ସମ୍ପର୍କୀୟ ଏବଂ ପରିଜନଙ୍କ ଠାରୁ ଶତ୍ରୁତା ସୃଷ୍ଟି କରୁଛି। ପିତାଙ୍କ ସହିତ ଭଲ ପଡୁନାହିଁ ତଥା ଅନ୍ୟମାନଙ୍କ ସହିତ ସମ୍ପର୍କ ଖରାପ ହେଉଛି। କାର୍ଯ୍ୟରେ ସଫଳତା ମିଳୁନାହିଁ, ପ୍ରତ୍ୟେକଟି କାର୍ଯ୍ୟରେ ଆପଣ ଅସଫଳତା ଭୋଗୁଛନ୍ତି। ପିତୃପୁରୁଷ ଭୂତ ହେଇକି ଆପଣଙ୍କୁ ହଇରାଣ କରୁଛନ୍ତି, ମାନେ ପିତୃପୁରୁଷ ବି ହଇରାଣ କରୁଛନ୍ତି, ତନ୍ତ୍ର ଯିଏ କରିଛି ତାନ୍ତ୍ରିକ ସିଏ ହଇରାଣ କରୁଛି, ପ୍ଲସ ତାନ୍ତ୍ରିକର ଆତ୍ମା ବି ହଇରାଣ କରୁଛନ୍ତି। ସେତେବେଳେ ତୁମ ପିତାଙ୍କୁ ବହୁତ ଶସ୍ତାରେ ଜମି ସବୁ ମିଳୁଥିଲା। ଏମିତି ବହୁତ ଅବସର ତମ ପିତା ହରାଇଛନ୍ତି ସେଇ ତାନ୍ତ୍ରିକ ମାନଙ୍କ ଦ୍ୱାରା। ଯେତେବେଳେ ତମର ପିତା 20 ବର୍ଷର ଥିଲେ ସେତେବେଳେ ତାଙ୍କ ଉପରେ ତନ୍ତ୍ରକ୍ରିୟା ହୋଇଥିଲା। ତୁମର ପିତା ବହୁତ କ୍ରୋଧୀ, ମାନେ ତାଙ୍କର ଯୁବକ ସମୟରେ ବହୁତ କ୍ରୋଧୀ, କାହାକୁ ବି ମାରିଦେବା, ହାତ ଉଠେଇବା, ରାଗିଯିବା, ବହୁତ ଡେଞ୍ଜର। କିନ୍ତୁ ତମଠୁ ଭଲ ଥିଲେ ତମର ପିତା, ସେଇଥିପାଇଁ ତନ୍ତ୍ରକ୍ରିୟା ହୋଇଥିଲା। ଏବଂ ସେହି ତନ୍ତ୍ର ପିତାଙ୍କ ପାଖରୁ ତୁମକୁ ଆସିଛି, ପିଢ଼ି ପରେ ପିଢ଼ି ସେ ଆଗକୁ ବଢିବା ପାଇଁ ଲାଗୁଛି। ଆଗକୁ ବଢିବ ନା, ପିତାଙ୍କ ପାଖରୁ ତମ ପାଖକୁ ଆସିଲା, ତମ ପାଖରୁ ତମ ଆଗାମୀ ପିଢ଼ିକୁ ଯିବ ସେ ତନ୍ତ୍ର, ତାଙ୍କର ଅସୁବିଧା ହବ। ଯଦି ତମେ ସମାପ୍ତ କରୁଛ ତମ ଆଗାମୀ ପିଢ଼ିକୁ ଆଉ ସେ ତନ୍ତ୍ର ଯାଇପାରିବ ନାହିଁ। ଇଏ ହଉଛି ଆର କାର୍ଯ୍ୟ, ଠିକ ଅଛି।